आज वक्तव्य माध्यम छात्र छात्री मान अभिभाषण प्रदान करने पूर्व द्वारा लिखित पुस्तक को मुख्य अतिथि द्वारा उन्मोचन करने को मो नम्र निवेदन रखुछि। वर्तमान आज मुख्य वक्ता भाव आम महल मंचासीन सम्माननीय श्रीयुक्त डॉक्टर प्रदीप दत्ता महोदय को निवेदन रखुछि अभिभाषण माध्यम आम छात्र छात्री मान मार्गदर्शन देते। जन्म शतवार्षिकी पालन कमिटी आजिकाली समावेश मुख्य अतिथि पद्मश्री तुलसी मुंडा महोदय, अन्यतम सम्मानित अतिथि श्रीयुक्त गुरु महोदय एवं अतिथि श्रीमती नायक महोदय, सम्मुखें बसुवा सुधी विद्वान मंडली, मोर परम सौभाग्य जे बड़मा पुस्तकटी आपण मानकर गहन रे पार्वतीगिरी सुयोग्य उत्तराधिकारी बोली कहले किसी अत्युक्ति हम ना। पद्मश्री तुलसी मुंडा कर कमल रे उद्घाटित है मो कम सौभाग्य विषय नहीं। बोध हुए ये पुस्तक उन्मोचन करने कौन द्वितीय योग्य प्रतिभा व विभूति प्राप्त हो न स्वीकार कर पुस्तक प्रकाशन करिवारे जे त्वरान्वित कर उत्साह माणी ए पुस्तक आज लोकलोचन बा ये आलोक देखा समर्थ है। श्रीयुक्त प्रसन्न आचार्य महोदय प्राय 2 मास तलू यार कार्यक्रम प्रस्तुति होता कहली मोर पुस्तकटी रेडी हो छपा हो पारना तेणु श्री आचार्य महोदय कहले नहीं नहीं कर शीघ्र शीघ्र कर आमर फुलझरन आश्रम शतवार्षिकी पालन होगा जाऊँगी आम उद्घाटन करमा जो संभव होगा एवं से ही गोटे उत्साह आनी श्रीयुक्त आचार्य प्रकृति ये पुस्तक आज ये आलोक देखा समर्थ है। तेणु श्रीयुक्त आचार्य पाखे मोर कृतज्ञता ज्ञापन करुँच कृतज्ञता ज्ञापन करुँच जन्म शतवार्षिकी पालन कमिटीर समस्त कर्मकर्ता सभ्य मान आपण मैंने ए पुस्तकटी एठारे उन्मोचन करने अनुमति देइछन्ति सुजोग देइछन्ति आपण मानकु मध्य मोर कृतज्ञता। बेसी किसी कहबार नहीं 20 रु 22 मिनिट मध्य मोर वक्तव्य को मु सीमित रखी आगे को जीवी ना। पार्वतीगिरी जन्म एवं से केबे परलोक गमन कले यही सब घटना को कही समय अपचय करिवार कौन प्रासंगिकता नहीं कौन आवश्यकता नहीं। जो केतोटी घटना पार्वतीगिरी को पार्वतीगिरी भाव में परिचित करेला पार्वतीगिरी समाज जड़े वंदनीय पूजनीय चरित्र भाव में आम सम्मुखें प्रतिभात हेले सही सब केतोटी घटना आपण सम्मुखें उपस्थापन करने चाहूँगी। 1937 मसीह मालती देवी
ସମଲେଇପଦର ଗ୍ରାମରେ ସ୍ୱାଧୀନତା ସଂଗ୍ରାମର ସଭାଟି ଆୟୋଜନ କରୁଛନ୍ତି ଏବଂ ଅଭିଭାଷଣ ଦେଇ ଯେତେବେଳେ କାର୍ ପାଖକୁ ଆସୁଛନ୍ତି, ଗୋଟେ 10 ବର୍ଷର ବାଳିକା ତାର ନିଜର ପେଡ଼ି ପୁଟଳା ବାନ୍ଧି ଦେଶ କାମ କରିବା ପାଇଁ କାର୍ ପାଖରେ ଅପେକ୍ଷା କରିଛି ଏବଂ ମାଳତୀ ଚୌଧୁରୀ ଯେତେବେଳେ କାର୍ ପାଖକୁ ଆସୁଛନ୍ତି, ସେ ତାଙ୍କ ସାଙ୍ଗରେ ଯିବା ପାଇଁ ଜିଦ୍ କରୁଛି। ସେ ହେଉଛନ୍ତି ପାର୍ବତୀ। ଏବଂ ଯାହା ଏଠାରେ ଉଲ୍ଲେଖନୀୟ ହେଉଛି ଯେ ମାଳତୀ ଚୌଧୁରୀ ଯେତେବେଳେ ସମଲେଇପଦରରେ ଭାଷଣ ମାରିଥିବେ, ପାର୍ବତୀଗିରିଙ୍କ ପରି ଆଉ ଅନେକ କିଶୋର କିଶୋରୀ ସେଠାରେ ଉପସ୍ଥିତ ଥିବେ ନିଶ୍ଚିତ, କିନ୍ତୁ କେବଳ ଗୋଟିଏ ହିଁ ଚରିତ୍ର ପାର୍ବତୀଗିରି ମାଳତୀ ଚୌଧୁରୀଙ୍କ ସଙ୍ଗରେ ଯିବା ପାଇଁ ବାହାରିଥିଲେ। ବନ୍ଧୁଗଣ, ଯେତେବେଳେ ରାମଚନ୍ଦ୍ର ବନବାସକୁ ଯାଉଛନ୍ତି, ଅନେକ ପଥର ଦେହରେ ତାଙ୍କର ପଦସ୍ପର୍ଶ ପାଉଛି, ଅନେକ ପଥର ତାଙ୍କର ପଦସ୍ପର୍ଶ ପାଇଛନ୍ତି, କିନ୍ତୁ କେହି କେବେ ଅହଲ୍ୟା ହୋଇନାହାନ୍ତି। କେବଳ ଗୋଟିଏ ପଥର ହିଁ ଅହଲ୍ୟାରେ ରୂପାନ୍ତରିତ ହେଉଛି, କାରଣ ସେଇ ପଥର ମଧ୍ୟରେ ଅହଲ୍ୟାର ଲୁକାୟିତ ଭାବରେ ରହିଛି। ତେଣୁ ମାଳତୀ ଚୌଧୁରୀଙ୍କର ବକ୍ତବ୍ୟ ଯେତେ ଜଣ ଶୁଣିଲେ, ତାଙ୍କ ମଧ୍ୟରୁ କେବଳ ଜଣେ ହିଁ ପାର୍ବତୀଗିରି ବାହାରିଲେ, କାରଣ ତାଙ୍କ ମଧ୍ୟରେ ପାର୍ବତୀତ୍ୱ ଥିଲା ଏବଂ ଅହଲ୍ୟାତ୍ୱ ଥିଲା, ଯାହାକି ତାଙ୍କର ଏକ ସହଜାତ ଏବଂ ସ୍ୱାଭାବିକ ପ୍ରକୃତି ଥିଲା। ସେଇଥିପାଇଁ ସେ ପାର୍ବତୀଗିରି। ବନ୍ଧୁଗଣ, ପାର୍ବତୀଗିରିଙ୍କର ବିବାହ ହୋଇଥିଲା। ପାର୍ବତୀଗିରି ଅବିବାହିତ ନଥିଲେ, ତାଙ୍କର ବାଲ୍ୟ ବିବାହ ହୋଇଥିଲା ଏବଂ ତାଙ୍କର ସ୍ୱାମୀଟି ଥିଲା ସାରଙ୍ଗଡ଼ରେ ବାଲ୍ୟ ବିବାହ ହୋଇଥିଲା ଏବଂ ଶାଶୁଘରକୁ ଯିବା ପୂର୍ବରୁ ତାଙ୍କର ସେଇ ରୋଗରେ ପୀଡ଼ିତ ହୋଇ ସେଇ ଶିଶୁଟି ମୃତ୍ୟୁବରଣ କଲା ଏବଂ ପରବର୍ତ୍ତୀ ସମୟରେ ପାର୍ବତୀଗିରି ଆଉ କେବେ ବିବାହ କରିନାହାନ୍ତି, କେବେ ଆଉ ବିବାହ କରିନାହାନ୍ତି। ଏବଂ ଯେତେବେଳେ 1942 ମସିହାରେ ଭାରତ ଛାଡ଼ ଆନ୍ଦୋଳନ ହେଉଛି ଏବଂ ପାର୍ବତୀଗିରି ଶ୍ରାବଣ ମାସରେ ତାଙ୍କର ନୂଆଖାଇ ଗାଁରେ, ସମଲେଇପଦର ଗାଁରେ ନୂଆଖାଇ ଉତ୍ସବ ପାଳିତ ହେଉଛି ଏବଂ ତାଙ୍କର ମା ବାପା ତାଙ୍କୁ ଯେପରି ଘରୁ ପଳେଇ ନଯାଏ, ପୁଣି ଥରେ ସେମାନେ ଖୁବ୍ ଯତ୍ନଶୀଳ ହୋଇଛନ୍ତି ଏବଂ ସେମାନେ ଜଗିଛନ୍ତି କିପରି, କାରଣ ପାର୍ବତୀଗିରିଙ୍କୁ ସମସ୍ତେ ଜଖେଇ ବୋଲି କହୁଥିଲେ, ଯଖା ଆଉ ଜଖେଇ। ତେଣୁ ପାର୍ବତୀଗିରି ଯେତେବେଳେ ସେଠାରେ ରହୁଛନ୍ତି, ତାଙ୍କର ମା ଏବଂ ଅଭିଭାବକ ମାନେ ସମସ୍ତେ ଯତ୍ନବାନ ହେଉଛନ୍ତି ଯେ କିପରି ରାତିରେ ପାର୍ବତୀଗିରି ପଳେଇ ନଯାଉ ଘରୁ ନୂଆଖାଇ ଦିନ। ଏବଂ ଆପଣମାନେ ବିଶ୍ୱାସ କରନ୍ତୁ, 1942ର ବରଗଡ଼ ଏବଂ ଶ୍ରାବଣ ମାସ, ନଦୀ ନାଳା ସବୁ ବନ୍ୟା ପାଣିରେ ଭରପୁର ଅଛି ଏବଂ ସେଇଠି ସେ ଝାଡ଼ା ଯିବାର ବାହାନାରେ ଘରୁ ବାରିଆଡ଼ୁ ଦୌଡ଼ିକିରି ପଳେଇ ଆସୁଛନ୍ତି ଏବଂ ରାଞ୍ଜ ନଦୀରେ ଗୋଟେ ତାଳ ଗଛ ଉପରକୁ ଯାଉଛନ୍ତି ଏବଂ ପାର୍ବତୀଗିରିଙ୍କୁ ତାଙ୍କର ପଛେ ପଛେ ଧରିବା ପାଇଁ ତାଙ୍କର 2 ଜଣ କୁଠିଆ ଦୌଡ଼ଉଛନ୍ତି। ଏବଂ ରାତିରେ, ନିଶାନ୍ତ ରାତିରେ, ଚିନ୍ତା କରନ୍ତୁ 1942 ମସିହାର ବରଗଡ଼, 2025-26 ମସିହାରେ ରାତି 12ଟାରେ ଯଦି ଗୋଟେ ନାରୀକୁ ସୁରକ୍ଷିତ ଭାବରେ ଦେବା ପାଇଁ ଆମେ ସମାଜରେ ସୃଷ୍ଟି କରିପାରିଲୁ ନାହିଁ, ସେଥିରେ ନାରୀର ଦୋଷ ନୁହେଁ, ପୁରୁଷ ପ୍ରଧାନ, ପୁରୁଷ ମାନସିକତା ହିଁ ଦାୟୀ। ଏବଂ 1942 ମସିହାରେ ଜଣେ ନାରୀ, ଜଣେ ବାଳିକା ସମଲେଇପଦରୁ ଅନ୍ଧାର ରାତିରେ ବରଗଡ଼କୁ ଦୌଡ଼ିକିରି ପଳେଇ ଆସୁଛି ଏବଂ ଭୋରରୁ ପହଞ୍ଚୁଛି ବାଲିଠିକରାର ଫକୀର ବେହେରାଙ୍କର ଘରେ। ଯେତେବେଳେ ଭୋର ହେଉଛି, ବାଲିଠିକରାର ଫକୀର ବେହେରାଙ୍କର ଘରେ ପହଞ୍ଚୁଛି, ପୁରା ସକାଳ ହୋଇନାହିଁ ଏବଂ ଯେତେବେଳେ ସେ ରାଞ୍ଜ ନଦୀ କୂଳକୁ ଆସୁଛନ୍ତି ଏବଂ ତାଙ୍କର ହଲିଆରେ ତାଙ୍କୁ ଫଲୋ କରିକି ଆସୁଛନ୍ତି, ଆସି ସାରିଲା ପରେ ଯେତେବେଳେ ଦେଖିଲେ ଯେ ପାର୍ବତୀଗିରି ଯେ ତାଙ୍କର ହଳିଆ ମାନେ ଯଦି ତାଙ୍କୁ ଧରି ପକେଇବେ ତାହେଲେ ସେ ପଳେଇ ଯିବେ, ପୁଣି ତାଙ୍କୁ ଜବରଦସ୍ତି ଘରକୁ ନେଇଯିବେ। ତେଣୁ ପାର୍ବତୀଗିରି କ'ଣ କରୁଛନ୍ତି, ଗୋଟେ ତାଳ ଗଛ ଉପରକୁ ଚଢ଼ି ଯାଇଛନ୍ତି ଏବଂ କିଛି ଢେଲା ତାଙ୍କ ଉପରକୁ ଫୋପାଡୁଛନ୍ତି। ହଲିଆ ମାନେ ଡରି ଯାଇଛନ୍ତି, ଆରେ ଏ ତାଳ ଗଛ ପେତେ ନଛେ ପେତେ ଢେଲ ମାରନାର ଚାଲ ପଲାବା, ଯେନ୍ଟାକି ପାର୍ବତୀଗିରି ଚାହୁଁଥିଲେ। ଏବଂ ହଳିଆ ମାନେ କହିଲେ যে ইনো পেতে ছাড়ো সে জখে কেনকে বলালা যে আমি কাଣା করমা আমার জীবন বঞ্চাইকি আমি তার ঘরকে পড়ি যাবা, সেমানে ঘরকে ফেরি যাইছ এবং পার্বতীগিরি ভোর আসিকি বালিটিকরা ফকীর বেহেরাঙ্কর ঘরে পৌঁছিছে।
ତୃତୀୟ କଥା ହେଉଛି ଯେ ଯେତେବେଳେ ପାର୍ବତୀଗିରି ବରଗଡ଼ କୋର୍ଟକୁ ଦଖଲ କରୁଛନ୍ତି, ବ୍ରିଟିଶ ସରକାରଙ୍କର ବରଗଡ଼ କୋର୍ଟକୁ ଦଖଲ କରୁଛନ୍ତି। ବରଗଡ଼ କୋର୍ଟ ଦଖଲ କରିବା ସମୟରେ ବର୍ତ୍ତମାନ ଆପଣ ଚିନ୍ତା କରନ୍ତୁ, ବ୍ରିଟିଶ ସରକାରର ବରଗଡ଼ କୋର୍ଟ ବ୍ରିଟିଶ ସରକାରର ଏବଂ ତାଙ୍କର କୋର୍ଟ ଭାବରେ ପୂର୍ଣ୍ଣ ଏବଂ ବିରଞ୍ଜନ ପ୍ରଧାନଙ୍କ ଅଙ୍ଗାର ସ୍ୱାଧୀନତା ସଂଗ୍ରାମୀ ଏବଂ ପୂର୍ଣ୍ଣ ଏବଂ ବିରଞ୍ଜନ କୋର୍ଟ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି ଏବଂ ପାର୍ବତୀଗିରି ଏସଡିଓଙ୍କ ଚୌକିରେ ବସି ଏସଡିଓକୁ ବନ୍ଦୀ କରୁଛନ୍ତି। ତାଙ୍କୁ ଗିରଫ କରାହୋଇଛି ଏବଂ 2 ବର୍ଷ ସମ୍ବଲପୁର ଜେଲକୁ ଯାଇଛନ୍ତି। ସମ୍ବଲପୁର ଜେଲରୁ 1944 ମସିହାରେ ଯେତେବେଳେ ସେ ମୁକ୍ତ ହେଉଛନ୍ତି, ପାଠ ପଢିବା କାରଣ ସେ ପାଠ ପଢିଥିଲେ ମାତ୍ର ତୃତୀୟ ଶ୍ରେଣୀ ଏବଂ ପାଠ ପଢିବା ପାଇଁ ଚାହିଁଲେ। ତେଣୁ ପ୍ରୟାଗ ମହିଳା ମହାବିଦ୍ୟାଳୟକୁ ମହାଦେବୀ ବର୍ମା ଯେଉଁଠାରେ ଅଧ୍ୟକ୍ଷା ଥିଲେ ବିଶିଷ୍ଟ ଛାୟାବାଦୀ କବି ମହାଦେବୀ ବର୍ମାଙ୍କ ତତ୍ତ୍ୱାବଧାନରେ ସେ ପାଠ ପଢୁଛନ୍ତି ଏବଂ 1947 ମସିହା ଯେତେବେଳେ ଭାରତ ସ୍ୱାଧୀନ ହେଉଛି, ସେହି ସମୟରେ ପାର୍ବତୀଗିରି ଅଛନ୍ତି ପୌନାର ଆଶ୍ରମରେ। ବିନୋବାଙ୍କର ପୌରାଣ ଆଶ୍ରମରେ ଅଗଷ୍ଟ 15, 1947ରେ, କାରଣ ଗାନ୍ଧୀଜୀ ଯେତେବେଳେ ଭାରତ ସ୍ୱାଧୀନ ହେଉଛି, ଗାନ୍ଧୀଜୀ ୱାର୍ଦ୍ଧାରେ ନାହାନ୍ତି ବା ତାଙ୍କର କୌଣସି ଆଶ୍ରମରେ ନାହାନ୍ତି। ଗାନ୍ଧୀଜୀ ରହିଛନ୍ତି ନୂଆଖାଲିରେ। ଗାନ୍ଧୀଜୀ ସେତେବେଳେ ଦିଲ୍ଲୀରେ ନଥିଲେ। ଗାନ୍ଧୀଜୀ ଯେତେବେଳେ ନୂଆଖାଲିରେ ପଦଯାତ୍ରା କରୁଛନ୍ତି, ସର୍ଦ୍ଦାର ପଟେଲ ଏବଂ ନେହେରୁ ତାଙ୍କୁ ଗୋଟେ ଚିଠି ଲେଖି ପଠାଉଛନ୍ତି ନୂଆଦିଲ୍ଲୀକୁ ଆସିବା ପାଇଁ। ସର୍ଦ୍ଦାର ପଟେଲ ଏବଂ ନେହେରୁ ଗୋଟେ ଚିଠି ଲେଖିକରି ଗାନ୍ଧୀଙ୍କୁ କହୁଛନ୍ତି ଯେ ବାବୁ ଆପଣ ଦିଲ୍ଲୀ ଆସନ୍ତୁ ଏବଂ ଆମେ ଆପଣଙ୍କର ଉପସ୍ଥିତି ଚାହୁଁଛୁ ଅଗଷ୍ଟ 15, 1947 ମସିହାରେ। ଏବଂ এই চিঠিটি ଯେତେବେଳେ ଗାନ୍ଧୀଜୀ ନୂଆଖାଲିରେ ପଦଯାତ୍ରା କରୁଛନ୍ତି, এই ଚିଠିଟି ସନ୍ଧ୍ୟା ସମୟରେ ଯେତେବେଳେ ଦୂତ ତାଙ୍କ ପାଖକୁ ଆସିକି ଦେଇଛି, ଗାନ୍ଧୀଜୀ କହିଲେ, ଦୂତକୁ ପଚାରିଲେ ତୁ କ'ଣ ଖାଇଲୁଣି? ସେ ପତ୍ରବାହକ କହିଲା ମୁଁ ଖାଇ ନାହିଁ। ଗାନ୍ଧୀଜୀ କହିଲେ ଯା ତୁ ପ୍ରଥମେ ଖାଦ୍ୟ ଗ୍ରହଣ କର, ବିଶ୍ରାମ କର, କାଲି ସକାଳେ ଦେଖା ହେବ। ଏବଂ ସେ ପତ୍ରବାହକଟି ରାତିରେ ଖାଦ୍ୟ ଖାଇ ବିଶ୍ରାମ ନେଇଛି। ପରବର୍ତ୍ତୀ ସକାଳେ ଯେତେବେଳେ ଗାନ୍ଧୀଙ୍କୁ ଦେଖା କରିବାକୁ ଯାଇଛି, ଗାନ୍ଧୀଜୀ ଗୋଟେ ଗଛ ତଳେ ବସିଛନ୍ତି ଏବଂ ପତ୍ରବାହକ କହୁଛି ଯେ ବାବୁ ଆପଣଙ୍କର ନେହେରୁ ଏବଂ ପଟେଲଙ୍କ ପ୍ରତି ସନ୍ଦେଶ କ'ଣ? ଯେତେବେଳେ ପତ୍ରଟି ପଢିଛନ୍ତି, ଗାନ୍ଧୀଜୀ କହନ୍ତି ହାଉ ଷ୍ଟୁପିଡ୍ ଦେ ଆର୍, କେତେ ମୂର୍ଖ, କେତେ ବୋକା ଏମାନେ। ଯେତେବେଳେ ସମଗ୍ର ଭାରତ ବର୍ଷରେ ସାମ୍ପ୍ରଦାୟିକତାର ଅଗ୍ନିରେ ହୁଦ୍ ହୋଇ ଜଳୁଛି, ଭାରତ ବିଭାଜନ ହେଉଛି, ଏମାନେ ସେତେବେଳେ ଦିଲ୍ଲୀର ଉଜ୍ଜଳ ଆଲୋକରେ ଭାରତର ସ୍ୱାଧୀନତା ଉତ୍ସବ ପାଳନ କରିବା ପାଇଁ ମୋତେ ନିମନ୍ତ୍ରଣ କରୁଛନ୍ତି। ହାଉ ଷ୍ଟୁପିଡ୍ ଦେ ଆର୍। ଏ ହେଉଛି ଗାନ୍ଧୀଙ୍କର ଉକ୍ତି, ହାଉ ଷ୍ଟୁପିଡ୍। ଠିକ୍ ସେହିପରି ଯେତେବେଳେ ଗାନ୍ଧୀ ନୂଆଖାଲିରେ ରହୁଛନ୍ତି, ପାର୍ବତୀଗିରି ପୌନାର ଆଶ୍ରମରେ ଅବସ୍ଥାନ କରୁଛନ୍ତି ଏବଂ ଖବର ଆସୁଛି ଗାନ୍ଧୀଜୀ ଆସିବେ ସେବାଗ୍ରାମକୁ। ତେଣୁ ସମସ୍ତେ ପ୍ରସ୍ତୁତ ହେଉଛନ୍ତି ଗାନ୍ଧୀଙ୍କୁ କିପରି ସ୍ୱାଗତ କରିବେ। 1947 ମସିହା ସେପ୍ଟେମ୍ବର ମାସରେ, ଅକ୍ଟୋବର ମାସରେ, କାରଣ ଗାନ୍ଧୀଜୀଙ୍କର ଅକ୍ଟୋବର 2ରେ ଜୟନ୍ତୀ ପଡୁଥାଏ। ତେଣୁ ସମସ୍ତେ ପ୍ରସ୍ତୁତ ହେଉଛନ୍ତି ଯେ ଗାନ୍ଧୀଙ୍କୁ କିପରି ଭାବରେ ସେମାନେ ସ୍ୱାଗତ କରିବେ। ଗାନ୍ଧୀ ଆସିଲେ ନାହିଁ, ଚିତାଭସ୍ମ କେବଳ ପୌନାର ଆଶ୍ରମରେ ପହଞ୍ଚିଲା। ଜାନୁଆରୀ 1948ରେ ନାଥୁରାମ ଗୋଡସେ ହତ୍ୟା କଲା ଏବଂ ଚିତାଭସ୍ମ କେବଳ ପହଞ୍ଚିଲା। ସମସ୍ତେ ଅପେକ୍ଷା କରିଥିଲେ, କାରଣ ପାର୍ବତୀଗିରି ଗାନ୍ଧୀଙ୍କୁ ଦର୍ଶନ କରିଛନ୍ତି। ଦୁର୍ଭାଗ୍ୟବଶତଃ ସେଇଦିନ ଥିଲା ଗାନ୍ଧୀଙ୍କର ମୌନ ଦିବସ, ଶୁକ୍ରବାର। କୌଣସି କଥାବାର୍ତ୍ତା ହୋଇ ନାହାନ୍ତି। ଗାନ୍ଧୀଜୀ କେବଳ ଲେଖି ଦେଇଛନ୍ତି ଏବଂ ସେଇ ଲେଖାଟି ପାର୍ବତୀଗିରିକୁ ବୁଝେଇ ଦିଆଯାଇଛି। ଗାନ୍ଧୀଜୀ ଗୁଜରାଟରେ ଲେଖୁଛନ୍ତି ଏବଂ ସେଇ ଗୁଜରାଟରେ ତାଙ୍କୁ ବୁଝେଇ ଦିଆଯାଇଛି ଏବଂ ପାର୍ବତୀଗିରି ତାଙ୍କ ସାଙ୍ଗରେ ଆଉ କଥାବାର୍ତ୍ତା କରିନାହାନ୍ତି। ତେଣୁ ପାର୍ବତୀଗିରିଙ୍କର ଆଶା ଥିଲା ଯେ ସ୍ୱାଧୀନତା ପରେ ଯେତେବେଳେ ଗାନ୍ଧୀଜୀ ପୁଣି ସେବାଗ୍ରାମକୁ ଆସିବେ, ଅନ୍ତତଃ ତାଙ୍କ ସାଙ୍ଗରେ କଥାବାର୍ତ୍ତା ହେବା ପାଇଁ ସୁଯୋଗ ପାଇବେ। କିନ୍ତୁ ଗାନ୍ଧୀଜୀ ଫେରି ନାହାନ୍ତି। ଗାନ୍ଧୀଜୀଙ୍କର ଚିତାଭସ୍ମ ପୌନାର ଆଶ୍ରମକୁ ପହଞ୍ଚି ବିନୋବାଜୀଙ୍କର ଏବଂ ସେଇ ଚିତାଭସ୍ମ ସେଠାରେ ସଂରକ୍ଷିତ ହେବା
पवनार आश्रम झाम नदी कूल अवस्थित वीरबांकर जो आश्रम रही पवनार एवं झाम नदी कूल से चिताभस्म जिते विसर्जित होती पार्वतीगिरी हठात लंफ प्रदान करछंती से नदी मध्य को गांधी चिताभस्म को छाड़ी आनी हाथ में एवं भक्षण कर दौरान एवं से कहते गांधीजी को मो पदस्पर्श स्पर्श पाइले ना अंतत गांधीजी चिताभस्म को अंतत मु उदरस्थ करी एवं से समय से कहते तो जानी कारण संगे 1991 संपर्क देहांत हुए अगस्त 17 तारीख रे एवं अगस्त 15 तारीख रे मुझे भेटी जिते बुर्लार आईसीयू रे से एडमिट थे अगस्त 15 तारीख रे 1995 अगस्त 15 तारीख रे मुझे देखा करी बुर्ला आईसीयू रे से जिते भर्ती थे कथा कहवा अवस्था नथिले किंतु ता पूर्व जो पाइमाल आश्रम में देखा करने जाऊँगी से कहले तु जानूछु जे मते कैंसर है मल्टीपल माइलोमा रोग से पीड़ित थी एवं से कहले जे तु जानिछु काहे लागि कैंसर होला मते मो कहले जे बर्मा आपन कथा होछे जे समस्त दुख को निजे नीलकंठ परि पान करती बा जो मानकर सहिबार शक्ति थाए भगवान सेमानंकु ही केवल एपरि कष्ट दिए तेणु जेहेतु आपण बड़मा से आपको कैंसर है से कहला नहीं एड़ा तू मते मोर मन बुझावा लगे ए कथा कहूछु एड़ा नुहेबो ताले कहले जे कैंसर है आपन को से कहले जानिछु झाम नदी रे जेते बेले गांधी कर चिताभस्म विसर्जन होला से चिताभस्म के जे मो खाई नहीं थली सेड़ा मो हजम करि नहीं पाइली हेति लगे मो कैंसर मो कहली नुहे बर्मा आपण जे गांधीजी कर आदर्श अनुभव करथिले बा जो गांधीजी को आपण निजर आदर्श बोले कहले आपण शेष जीवन पर्यंत गांधी आदर्श रे अविचलित भाव रे रहले आपण को काहे ले गांधीजी कर चिताभस्म भक्षण कले बोले कि कैंसर हवा से कहले नहीं को नहीं बुझबा गांधीजी चिताभस्म हजम करवा टकले एडे सहज कथा है तेणु मो द्वारा हजम ना हला हेथि लगे आके आके मो कहले आपण गांधीजी कर चिताभस्म काहे लगे भक्षण करतले छडा तो विसर्जन करवा लगे अपना इतला आपण काहे लगे छडा करतले कहले जे गांधीजी कर चिताभस्म के स्पर्श करवार सुयोग हमको नहीं मिलु थाई तेणु जेते बेले घाम नदी रे ताको विसर्जन करायला वो नदी के लंफ देली एवं से चिताभस्म प्रसाद भाव रे ग्रहण करी मु दरस्त कर देली मु आ वाक हाथ कुछ नहीं एडा होते पार्वतीगिरी एवं तांको जेते बेले राज्यसभा जवा पाई स्वर्गत बिजू पट्टनायक अनुरोध करछन्ते तार प्रत्यक्ष साक्षी अधिकार सभापति से संपर्क रे विस्तीर्ण भाव रे कहबे कारण जो माने राजनीति को सेवार माध्यम भाव रे ग्रहण करथिले से माने आदर्शर अलिंदरे कोनोसी उद्गाता बा पुरोहित हेबा पाई चाहि नथिले केवल से माने सेवक होई रहिबा पाई चाहिले सेहिथि पाई राज्यसभा पर एक पदवी मने होइतिला एवं ताको से अनायास रे प्रत्याख्यान करि देबार साहस केले कारण सही परिवर्तित चेतनार नाम होछि पार्वती कारण जो चेतना उद्भव हो नाही एवं जे क्षमता को केवल निजर व्यक्तिगत एवं सुख स्वातंत्र एकमात्र आयुध एवं माध्यम भाव रे ग्रहण करिवो सेमानक पाई लोकसभा विधानसभा राज्यसभा होइबा एक बड़ पदवी होई पारे किंतु जो माने मानविकतार जयगान करी समग्र जीवन बिताई पारंती सेमानक पाई राज्यसभा विधानसभा लोकसभा एक तुच्छ पद एक पद तेणु पार्वतीगिरी जो ऊर्ध्वतर चेतना रही कारण आपण माने देखिले पार्वतीगिरी समग्र जीवन काल रूढ़िवादी समाज एवं पुरुष प्रधान समाज विरुद्ध एक विद्रोह अंतस्वर ऊर्ध्वतर चेतनार परिचय होती पार्वती निजे कौन जैविक संतान जननी न हुई कारण से कौन जैविक संतान जननी नुहे नुहंती निजे कौन संतान जैविक संतान जननी न हुई हजार हजार शिशु संतान बड़ माजे हो पारती से हो पारती पार्वती बंधुगण ओडिया मानकर सब बड़ दांड बड़ ठाकुर बड़ देउल महाप्रसाद महोदधी तेणु मांकर भितर जे
ସବୁ ବଡ଼ ସେ ହେଉଛନ୍ତି ବଡ଼ ମା ପାର୍ବତୀ, ସେ ହେଉଛନ୍ତି ବଡ଼ ମା ପାର୍ବତୀ। ତୃତୀୟ କଥା ହେଉଛି ଯେ ଯେତେବେଳେ ତାଙ୍କୁ ବିଭିନ୍ନ ପ୍ରକାରର ବିରୋଧର ସମ୍ମୁଖୀନ ହେବାକୁ ମଧ୍ୟ ପଡୁଛି। ଆପଣ ଯୋଉ ଚୁଟି କାଟିବା ତାଙ୍କର ମୁଣ୍ଡର ବାଳ କାଟିବା କଥା କହୁଥିଲେ ସତ ଘଟଣା, ଏବଂ ନର୍ଦ୍ଦମାରୁ ଭାତ ଉଠେଇ ଖାଇବା ଏଇ ଆଶ୍ରମର ଘଟଣା, ଏଇ ଆଇଜାକ୍ ଛାତ୍ରା ବାଲ ନିକେତନରେ। କାରଣ ଅନେକ ଲୋକ ଅନେକ ଶିଶୁମାନଙ୍କୁ ସେ ସବୁବେଳେ ମନା କରୁଥିଲେ ଖାଦ୍ୟ ଛାଡ଼ିବା ପାଇଁ, ସେମାନେ ମାନୁନଥିଲେ। ତେଣୁ ପାର୍ବତୀଗିରି କହିଲେ ଯେ ମୁଁ ତମେ ଫିଙ୍ଗୁଥିବା ଭାତ ହିଁ ଖାଇବି। ଆଉ ଗୋଟେ ଉଦାହରଣ ଦେବା ଏଠାରେ ଅତ୍ୟନ୍ତ ପ୍ରାସଙ୍ଗିକ। ପାର୍ବତୀଗିରି ଯେତେବେଳେ ଆସୁଛନ୍ତି ଆମେରିକାନ ଫ୍ରେଣ୍ଡ ସୋସାଇଟିରେ କାମ କରୁଛନ୍ତି, ବରପାଲିର ଆମେରିକାନ ଫ୍ରେଣ୍ଡ ସୋସାଇଟି, ଆମେରିକାନ ଫ୍ରେଣ୍ଡ ସୋସାଇଟିରେ କାମ କରିବାକୁ ରମା ଦେବୀ ଏବଂ ଗୋପବନ୍ଧୁ ଚୌଧୁରୀ ପସନ୍ଦ କରୁନାହାନ୍ତି। ଆମେରିକାନ ଫ୍ରେଣ୍ଡ ସୋସାଇଟିରେ ପାର୍ବତୀ କାମ କରୁ ଏବଂ ସେଠାରେ ଆମେରିକାନ ମାନଙ୍କ ପାଇଁ କାମ କରୁ, ଏହା ରମା ଦେବୀ ଚାହୁଁନାହାନ୍ତି। କିନ୍ତୁ ପାର୍ବତୀଗିରି, କାରଣ ଆପଣ ଜାଣିଛନ୍ତି ସମସ୍ତେ ତାଙ୍କୁ ଜଖେଇ ବୋଲି କହନ୍ତି, ଯୋଉଟା ମନରେ ଥରେ ଆସିଲା ତାକୁ ସେ କରିବେ, ସେଥିରେ ଅନ୍ୟ କୌଣସି ପଛକୁ ଘୁଞ୍ଚିବାର ନାହିଁ, ପ୍ରଶ୍ନ ଉଠୁନାହିଁ। ତେଣୁ ପାର୍ବତୀଗିରି ଆମେରିକାନ ଫ୍ରେଣ୍ଡ ସୋସାଇଟିରେ ଗଲେ ନର୍ସିଂ ଟ୍ରେନିଂ ନେଲେ ଏବଂ ଯେତେବେଳେ ସେ ନର୍ସିଂ ଟ୍ରେନିଂ ନେଉଥାନ୍ତି ଦେଖିଲେ ଯେ ବରପାଲି ପାଖରେ ଗୋଟେ ଗାଁ ଅଛି ବନପାଲି ବୋଲି। ସେ ବନପାଲି ଅବସ୍ଥାନ କାଳରେ ଅର୍ଦ୍ଧରାତ୍ରିରେ ତାଙ୍କ ପାଖକୁ ଖବର ଆସିଲା ଯେ ଗୋଟେ ପ୍ରସବ ଯନ୍ତ୍ରଣାରେ ଛଟପଟ ହଉଛି ଗୋଟେ ସ୍ତ୍ରୀ ଲୋକ, ପ୍ରସବ ଯନ୍ତ୍ରଣାରେ ଛଟପଟ ହଉଛି ଗୋଟେ ସ୍ତ୍ରୀ ଲୋକ। କାରଣ ସନ୍ତାନ ପ୍ରସବ କରାଇବାର ଟ୍ରେନିଂ ପାର୍ବତୀଗିରି ନେଇଥିଲେ ଏବଂ ସେଇ ଘରକୁ ଯେତେବେଳେ ଯାଉଛନ୍ତି ପ୍ରସବ କରାଇବା ପାଇଁ ଦେଖୁଛନ୍ତି ସେଇ ଘରେ କପଡ଼ା ଖଣ୍ଡିଏ ନାହିଁ, ନବଜାତ ଶିଶୁକୁ ପୋଛିବା ପାଇଁ ବା ତାର ସନ୍ତାନ ପ୍ରସବ କରାଇବା ପାଇଁ ଦ୍ୱିତୀୟ କପଡ଼ା ସେଇ ଘରେ ନାହିଁ। ପାର୍ବତୀଗିରି କଣ କଲେ ଜାଣିଛନ୍ତି? ନିଜ ପିନ୍ଧିଥିବା କପଡ଼ାକୁ 2 ଖଣ୍ଡ ଭାବରେ ଚିରିଦେଲେ, ନିଜ ପିନ୍ଧିଥିବା କପଡ଼ାକୁ 2 ଖଣ୍ଡ ଭାବରେ ଚିରିଦେଲେ। ଗୋଟିଏ ଖଣ୍ଡ କପଡ଼ାରେ ପ୍ରସୂତି ସେବା ଶୁଶ୍ରୂଷା କଲେ ଏବଂ ଅନ୍ଧକାରରେ ଅର୍ଦ୍ଧନଗ୍ନ ଅବସ୍ଥାରେ ବା ଅର୍ଦ୍ଧ ଆବୃତ ଅବସ୍ଥାରେ ପାର୍ବତୀଗିରି ତାଙ୍କର ରହିବା ସ୍ଥାନକୁ ପଳେଇ ଆସିଲେ। ମତେ ଲାଗୁଥିଲା ସତେ ଯେପରି ଦାରିଦ୍ର୍ୟର ଦୁଃଶାସନ ଆଧୁନିକ ଯୁଗ ଦ୍ରୌପଦୀକୁ ନିର୍ବସ୍ତ୍ର କରିସାରିଲା ପରେ ମଧ୍ୟ ଅନ୍ଧକାରର ଶ୍ରୀକୃଷ୍ଣଙ୍କୁ ଆହ୍ୱାନ କରି ପାର୍ବତୀଗିରି ସେ ଅନ୍ଧକାରକୁ ବସ୍ତ୍ର ଭାବରେ ପରିଧାନ କରି ନିଜର ବାସସ୍ଥାନକୁ ଫେରି ଆସୁଛନ୍ତି। ଇଏ ହେଉଛନ୍ତି ପାର୍ବତୀଗିରି। ତେଣୁ ଅନେକ ଉଦାହରଣ ରହିଛି। ତେଣୁ କୌଣସି ପରିସ୍ଥିତିରେ ଅନମ୍ୟ ଭାବରେ ଦୃଢ଼ ଭାବରେ ଛିଡ଼ା ହୋଇ ପରିସ୍ଥିତିର ମୁକାବିଲା କରୁଥିବା ଚେତନାର ଅନ୍ୟ ନାମ ହେଉଛି ପାର୍ବତୀଗିରି। ଶୁଷ୍କ ଉପଦେଶ ଦେବା ବଦଳରେ ସେଇ ଉପଦେଶକୁ ନିଜ ଜୀବନରେ ଚରିତାର୍ଥ କରି ଉଦାହରଣ ସୃଷ୍ଟି କରିଥିବା ଏକ ମହତ୍ତର ମୁକ୍ତିକାମୀ ମଣିଷର ଊର୍ଦ୍ଧ୍ୱତର ଚେତନାର ନାରୀ ନେତ୍ରୀର ନାମ ହେଉଛି ପାର୍ବତୀଗିରି। ସେଇ ମହିଷୀଙ୍କୁ ନମସ୍କାର, ଶ୍ରଦ୍ଧାଞ୍ଜଳି।